ସାନ ମା ଯାହା ପଚାରୁଛନ୍ତି ତା ଉତ୍ତର ଦିଅନ୍ତୁ। ମୁଁ କହିଲି ଏ ଘରର ସାମାନ୍ୟ ଚାକରଟିଏ। ବଡ଼ ବାବୁ ଛୋଟ ମୁହଁରେ ବଡ଼ କଥା। ବାବୁ ଆପଣ ଯଦି ଖରାପ ନ ଭାବିବେ ମୁଁ ଗୋଟେ କଥା କୁହନ୍ତି। ଆରେ ଏଥିରେ ଖରାପ ଭାବିବାର କଣ ଅଛି? ଯାହା କହିବାର ଅଛି କହ। ବାବୁ ଏ ଘରର ମଙ୍ଗଳ ପାଇଁ, ଏଇ ଦି ଛୁଆର ମଙ୍ଗଳ ପାଇଁ ଆପଣ ଦ୍ୱିତୀୟ ବିବାହ କରିନିଅନ୍ତୁ। ତୁ କଣ କହୁଛୁ ବୁଝିପାରିଲୁ ତ? ନା ମନା କରନ୍ତୁନି ବାବୁ, ମନା କରନ୍ତୁନି। ସେଦିନ ମା ଲକ୍ଷ୍ମୀ ବିନା ଶ୍ରୀମନ୍ଦିର ଯେମିତି ଶୂନ୍ୟ ଲାଗୁଥିଲା, ଆଜି ସେମିତି ଗୋଟିଏ ମା ବିନା ଏ ଘର ଶୂନ୍ୟ ଲାଗୁଛି। ରାଜ ହୋଇଯାଆନ୍ତୁ ବାବୁ, ରାଜ ହୋଇଯାଆନ୍ତୁ। ମୁଁ ତମମାନଙ୍କ କଥା ବୁଝିପାରୁଛି, ହେଲେ ମୋର ଏଭଳି ସିଚୁଏସନରେ କିଏ ମତେ ବାହା ହବ ଆଉ ମୋ ପିଲାମାନଙ୍କ ମୁହଁରେ କିଏ ହସ ଫୁଟାଇବ ସେ ବିଷୟରେ ଆପଣ ଜମା ଚିନ୍ତା କରନ୍ତୁନି ସାରେ। ସେ ସବୁ ମୋ ଉପରେ ଛାଡ଼ି ଦିଅନ୍ତୁ। ଚକ୍ରଧର ତମେ ହଁ ସାରେ, ଏତେ ଦିନ ହେଲା ଆପଣଙ୍କ ପାଖରେ କାମ କରିଲିଣି, ଆପଣଙ୍କ ଲୁଣ ଖାଇଛି, ଆପଣଙ୍କ ପାଇଁ ଏତିକି କରିପାରିବିନି। କିନ୍ତୁ ଚକ୍ରଧର ମୋର ଏଭଳି ସିଚୁଏସନରେ କୋଉ ଝିଅ ମତେ ବାହା ହେବା ପାଇଁ ରାଜି ହବ? କାହିଁ ମୋ ଭଉଣୀ ସତ୍ୟଭାମା? ସତ୍ୟଭାମା? ହଁ ସାରେ, ସ୍ୱାମୀ ମରିଲା ଦିନଠୁ ବିଚାରି ତା ଛୁଆକୁ ନେଇ ବହୁତ କଷ୍ଟରେ ଦିନ କାଟୁଛି। ଆପଣ ଯଦି କହିବେ ତାକୁ ବୁଝେଇ ସୁଝେଇ ଏଇ ବାହାଘରରେ ରାଜି କରେଇବି। କିନ୍ତୁ ଚକ୍ରଧର ଆପଣଙ୍କୁ କଥା ଦଉଛି ସାରେ, ସେ ଆପଣଙ୍କ ଛୁଆକୁ ନିଜ ଛୁଆ ଭଳି ପାଳିବ, ସବୁ ସେ ଅଜାଡ଼ି ଦବ ସାରେ। ମନା କରନ୍ତୁନି ବାବୁ, ରାଜୁ ହୋଇଯାଆନ୍ତୁ। ଠିକ ଅଛି,
ସମସ୍ତେ ପଡ଼ିଯିବ